ମୋ ଭିତରେ ଏତେ ବିରୋଧ। ଯେଉଁଠି ବିକାଶ, ଯେଉଁଠି ଅଗ୍ରଗତି, ସେଇଠି ଥାଏ ବାଧା, ସେଇଠି ଥାଏ ବିରୋଧ। ବିକାଶ ନାହିଁ କି ଅଗ୍ରଗତି ନାହିଁ ତ ବାଧା ବିରୋଧ ବିଶେଷ ନାହିଁ। ଗୋଟିଏ ଛୋଟ ଗାଁର ଏକ ସାଧାରଣ ପରିବାର। ପରିବାରଟିରେ ପିତା, ମାତା, ଭାଇ, ଭଉଣୀ ହୋଇ 6-7 ଜଣ ଥାଆନ୍ତି। ଜମି ବିଶେଷ ନଥାଏ। ଯାହା କିଛି ଜମି ଥାଏ ସେଥିରେ ବର୍ଷକ ଚଳିବା ବହୁତ କଷ୍ଟ। ଘରକୁ ଲାଗି ଗୋଟିଏ ଛୋଟ ବାଡି ଥାଏ। ବାଡିରେ କେଉଁ ଅନାଦି କାଳର ଏକ ବିରାଟ ଅଳିଆ ଗଦା। ଅଳିଆ ଗଦାକୁ ଲାଗି ବିରାଟ ଉଇ ହୁଙ୍କା ଓ ଚାରିପଟ ଯାକ ଘାସ ଓ ଅନାବନା ଗଛର ଜଙ୍ଗଲ। ଘରର ସବୁ ଅଳିଆ ସେଇଠି ଆଣି ଜମା କରିଦେଇ ଯାଆନ୍ତି। କିନ୍ତୁ ଘର ପାଖରେ ଏପରି ଗୋଟିଏ ଅଳିଆ ଗଦା ରହିବା ଅସୁନ୍ଦର, ଅପକାର ଓ ଅସୀମ ଚୀନ ବୋଲି କେହି ଦୃଷ୍ଟି ଦେଉନଥାନ୍ତି। ଥରେ ଘରର ମାଲିକ ଚାହିଁଥିଲେ ଉଇ ହୁଙ୍କାଟିକୁ ହାଣି ଦେଇ ଅଳିଆ ଗଦାର ଖତତକ ନେଇ ଜମିରେ ପକେଇ ଦେଇ ସେଇ ସ୍ଥାନଟିକୁ ସଫା କରିଦେବାକୁ। କିନ୍ତୁ ଉଇ ହୁଙ୍କାକୁ 2-4 ଥର ହାଣିଛନ୍ତି କି ନାହିଁ, ପାଖ ଅଳିଆ ଗଦାରେ ଏକ ବିରାଟ ବିଷଧର ସାପ ଫଁ କରି ଫଣା ଟେକି ତାଙ୍କୁ ଆକ୍ରମଣ କରିବାକୁ ଉଦ୍ୟତ ହେବାର ଦେଖି ଭୟରେ ସେ ସେଇ ସ୍ଥାନ ଛାଡି ଘରକୁ ଆସିଲେ। ଆଉ ସେଇ ଦିନ ଠାରୁ ସେ କିମ୍ବା ଘରର ଅନ୍ୟ କେହି ତାକୁ ସଫା କରିବାକୁ ଇଚ୍ଛା କରିନାହାନ୍ତି କି ସାହସ କରିନାହାନ୍ତି। କିନ୍ତୁ ସବା ସାନ ପୁଅଟିର ସ୍ୱଭାବ ଟିକେ ଭିନ୍ନ। ଗୋଟିଏ ଦିନରୁ ତା ମନରେ ଏକ ସୌନ୍ଦର୍ଯ୍ୟ ଥାଏ। ତାର ବହିପତ୍ର ଖାତା ପତ୍ର ଗୁଡାକ ସଜାଡି ରଖେ। ପ୍ରତି ବହିରେ ସୁନ୍ଦର ମଲାଟ ଦିଏ। ବହି ପଢିଲା ବେଳେ ତାକୁ ମୋଡି ମାଡି ଭାଙ୍ଗି ଭୁଙ୍ଗି ପଢେ ନାହିଁ। ସେଥିରେ ବି ଜୀବନ ଥିଲା ଭଳି ତାକୁ ଖୁବ୍ ସତର୍କତାର ସହ ଧରି ପଡେ। ତାର ପୋଷାକ ପତ୍ର ବିଶେଷ ମୂଲ୍ୟବାନ ନହେଲେ ବି ତାକୁ ସବୁବେଳେ ପରିଷ୍କାର ପରିଚ୍ଛନ୍ନ ରଖେ। ନିଜ କୋଠରୀ ଭିତରେ ଗୁଡାଏ ଏଣୁ ତେଣୁ ଜିନିଷ ରଖେ ନାହିଁ। ଯାହା କିଛି ଥାଏ ତାକୁ ଯଥା ସ୍ଥାନରେ ସଜାଡି ରଖିଥାଏ। କିଛି ଦିନ ପରେ ଯଦି ଜିନିଷ ପତ୍ର ଓ ବହିପତ୍ର ଏପାକ ସେପାକ ହୋଇଯାଏ, ତେବେ ସେ ତାକୁ ପୁଣି ସଜାଡି ଦିଏ। ଘର ଭିତରେ ଯାହା ଅଳ୍ପ କିଛି କିଛି ଫଟୋ ଟାଙ୍ଗିଥାଏ, ସେ ସବୁକୁ ଦେଖିଲେ ମନରେ କୌଣସି ଅପବିତ୍ରତା ବା ବିକାର ଭାବ ଆସେ ନାହିଁ। ବରଂ ଆସେ ପବିତ୍ରତା, ପ୍ରଶାନ୍ତି ଓ ଏକ ଗଭୀର ସୌନ୍ଦର୍ଯ୍ୟ ବୋଧ। ବାହାର ପ୍ରତି ଯେପରି ଦୃଷ୍ଟି ଦିଏ, ନିଜ ଶରୀର ପ୍ରତି ମଧ୍ୟ ସେହିପରି ଦୃଷ୍ଟି ଦିଏ। ଶରୀରକୁ ଅଯଥା ଦୁର୍ବଳ, ରୋଗାକ୍ରାନ୍ତ ଓ ବିକୃତ କରିବାକୁ ସେ ଚାହେଁ ନା। ତେଣୁ ପ୍ରତିଦିନ ନିୟମିତ ସେ ନିଜର ପାଠ ପଢା ସହ କିଛି କିଛି ଶରୀର ଚର୍ଚ୍ଚା କରେ। ଯେଉଁ ଖାଦ୍ୟ ଖାଏ ତାକୁ ଭଲ ଭାବରେ ପର୍ଯ୍ୟବେକ୍ଷଣ କରେ। ଦେଖେ ଯେଉଁ ଖାଦ୍ୟର ପ୍ରଭାବ ତାର ଶରୀର ପ୍ରତି ଅନିଷ୍ଟକର, ସେ ଖାଦ୍ୟ ଘରେ ଅନ୍ୟମାନେ ଖାଉଥିଲେ ବି ସେ ନିଜେ ସେଥିରୁ ଦୂରେଇ ରହିବାକୁ ଚେଷ୍ଟା କରେ। ଦିନେ ତାର ମନ ହେଲା ଘର ପାଖରେ ଗୋଟେ ସୁନ୍ଦର ଫଳ ଫୁଲର ବଗିଚା କରିବ। ତେବେ ତାକୁ ସେ ଅଳିଆ ଗଦା ଇତ୍ୟାଦି ସଫା କରିବାକୁ ହେବ। ଘରେ ଅନ୍ୟମାନଙ୍କୁ ଏକଥା କହିଲା। କିନ୍ତୁ ଅନ୍ୟମାନେ ଏଥିରେ ରାଜି ହେଲେ ନାହିଁ। ସମସ୍ତେ ତାକୁ ଭୟ ଦେଖାଇଲେ, କହିଲେ ବହୁତ ଦିନରୁ ସେ ଅଳିଆ ଗଦା ସେପରି ରହିଛି। ସେଥିର ଅନେକ ଜନ୍ତୁଜୁନ୍ତା ଅଛନ୍ତି। ଥରେ ତାକୁ ସଫା କରିବାକୁ ଯିବା ସମୟରେ ଏକ ଭୟଙ୍କର ସାପ ବାହାରିଲା। ତେଣୁ କଣ ଦରକାର ଏତେ ବିପଦ ଓ ଅସୁବିଧାକୁ ବରଣ କରି ତାକୁ ସଫା କରିବା। ସେ ଯେପରି ଅଛି ସେହିପରି ଥାଉ। ପିଲାଟିର ମନକୁ କିନ୍ତୁ ଏକଥା ପାଇଲା ନାହିଁ। ସେଇ ପୁରାତନ ଅଳିଆ ଗଦାକୁ ସଫା କରି ସେଠାରେ କିଛି ନୂତନ ସୃଷ୍ଟି କରିବାରେ ଏକ ଅବ୍ୟକ୍ତ ପ୍ରେରଣା ଓ ଆନନ୍ଦ ସେ ଭିତରେ ଅନୁଭବ କଲା। ଦିନେ ରବିବାର ଛୁଟିରେ କାହାକୁ କିଛି ନ କହି କାମ ଆରମ୍ଭ କରିଦେଲା। ଅଳିଆ ଗଦାରୁ ଯେଉଁ ବାଟେ ଅଳିଆ ବାହାରକୁ ନେବ, ସେଠାରେ ବହୁତ ଘାସ ଅନାବନା ବୁଦା ଥିଲା। ପ୍ରଥମ ଦିନଟି ସେଇତକ ସଫା କରିବ ବୋଲି ସ୍ଥିର କରି କାମ ଆରମ୍ଭ କରିଦେଲା। କିନ୍ତୁ ଏ କଣ ଅଳ୍ପ କିଛି ସଫା କରିଛି କି ନାହିଁ, ଦୁଇ ଗୋଡରେ ଏକ ସଙ୍ଗରେ ତୀବ୍ର ଜ୍ୱାଳା ଅନୁଭବ କଲା। ଦେଖିଲା ବେଳକୁ ଅସଂଖ୍ୟ ଜନ୍ଦା ପିମ୍ପୁଡି ଗୋଡରେ ଚଢି ରାଗରେ ଦଂଶନ
କରିବାକୁ ଆରମ୍ଭ କରିଦେଇଛନ୍ତି। ଅନେକ ଦିନରୁ ସେମାନେ ସେଠାରେ ରହୁଥିଲେ, କିନ୍ତୁ ଯାହା ହେଉ ସେତକ ସଫା କରିବ ବୋଲି ସେ ସଂକଳ୍ପବଦ୍ଧ। ଗୋଡ଼ ହାତ ଛାଟି ପିଟି ଯେ କୌଣସି ମତେ ସେତକ ସଫା କଲା। ଗୋଡ଼ରେ ଜ୍ୱାଳା, ମନରେ ଆନନ୍ଦ ନେଇ ଧୋଇ ଧାଇ ହୋଇ ଆସି ଚୁପ୍ କରି ନିଜର ଦୈନନ୍ଦିନ ଅନ୍ୟ କାମରେ ଲାଗିଲା। ଏହିପରି ପ୍ରତିଦିନ ଅଳ୍ପ ଅଳ୍ପ କରି କିଛି କରିବାକୁ ସ୍ଥିର କଲା। ତା ପରଦିନ ଯାଇ ଉପରୁ କିଛି ଅଳିଆ ଆଡ଼େଇ ଭିତର ଖତତକ ନେଇ ଜମିରେ ପକାଇବାକୁ ଉଦ୍ୟମ କଲା। ଉପର ଅଳିଆ ଟିକେ ଏପାଖ ସେପାଖ ହୋଇଗଲା। ସଙ୍ଗେ ସଙ୍ଗେ ଅନୁଭବ କଲା ପିଠିରେ, ମୁହଁରେ, ପେଟରେ ତୀବ୍ର ଦଂଶନର ଜ୍ୱାଳା। ଛାଟି ପିଟି ହୋଇ କିଛି ବାଟ ଫେରି ଆସି ଦେଖିଲା ଗୋଟିଏ ବିରୁଡ଼ି ବସା ଭାଙ୍ଗି ଯାଇଥିବାରୁ କ୍ରୋଧରେ ବିରୁଡ଼ି ଗୁଡ଼ିକ ତାକୁ ଗୋଡ଼େଇ କାମୁଡ଼ିବାରେ ଲାଗିଛନ୍ତି। ଯାହା ହେଉ ଚେଷ୍ଟା କରି ସେମାନଙ୍କ କବଳରୁ ନିଜକୁ ମୁକ୍ତ କଲା। ସେଦିନର କାମ ସେତିକିରେ ବନ୍ଦ ରହିଲା। ଘରେ କାହାରିକୁ କିଛି କହିଲା ନାହିଁ। ମନ ତାର ଦବିଗଲା କାର୍ଯ୍ୟରେ ଆଉ ଅଧିକ ଅଗ୍ରସର ହେବାକୁ। କିନ୍ତୁ ମନରେ ସାମୟିକ ନୈରାଶ୍ୟର ଛାଇ ଭିତରୁ ସଂକଳ୍ପର ତେଜୋଦୀପ୍ତ ଆଲୋକରେ ଉଭେଇଗଲା। ତା ପରଦିନ ଆହୁରି ଆନନ୍ଦରେ ଓ ଖୁବ୍ ସତର୍କତାର ସହିତ କାମ ଆରମ୍ଭ କରିଦେଲା। କିଛି ସମୟ ପରେ ଏକ ସୁ ସୁ ଶବ୍ଦ ଶୁଣି ଦେଖିଲା ବେଳକୁ ଗୋଟେ ବିଷଧର ସାପ ରାଗରେ ଫଣା ଟେକି ତାକୁ କାମୁଡ଼ିବାକୁ ଉଦ୍ୟତ। କିଛି ଉପାୟ ନ ପାଇ ପିଲାଟି ହାତରେ ଧରିଥିବା କୋଦାଳରେ ସାପଟିକୁ ଦୁଇ ଖଣ୍ଡ କରି ହାଣିଦେଲା। ମନରେ ଟିକେ ଭୟ ଆସିଲା, ଭଗବାନଙ୍କୁ ସ୍ମରଣ କଲା। ଦେଖିଲା ସେ ଭୟ ପଛରେ ତାର ଠାରୁ ଅଧିକ ଗୁଣରେ ସାହସ, ଉତ୍ସାହ ଓ ଆଗ୍ରହ ଲୁଚି ରହିଛି। ଭୟକୁ ଖାତିର ନ କରି ତା ଉପରେ ଏକାଗ୍ର ନ ହୋଇ ଭଗବାନଙ୍କ ଉପରେ ବିଶ୍ୱାସ ରଖି ଭିତରର ସେଇ ସାହସ, ଉତ୍ସାହ ଓ ଆଗ୍ରହ ଉପରେ ଏକାଗ୍ର ହୋଇ ଦିନ ପରେ ଦିନ ଅଳ୍ପ ଅଳ୍ପ କରି କାମ କରି ଚାଲିଲା। କ୍ରମାଗତ ଭାବରେ ନିୟମିତ କାମ ଚାଲିବାରୁ ସେ ସ୍ଥାନର ଅନ୍ୟ ଯାହା କିଛି ଅନିଷ୍ଟକାରୀ ଜୀବ ଥିଲେ ସେମାନେ ଧୀରେ ଧୀରେ ଆପେ ପଳାଇଗଲେ। ପିଲାଟିର ନିଷ୍ଠାର ଆନନ୍ଦରେ ତା ସହ କାମରେ ସହଯୋଗ କଲେ। କିଛି ଦିନ ପରେ ସମସ୍ତେ ଅଳିଆ ସଫା ହୋଇଗଲା। ସେ ସ୍ଥାନରେ ହସି ଉଠିଲା ଏକ ସୁନ୍ଦର ଫଳ ଫୁଲର ବଗିଚା। ଅଳିଆ ଜମା ହେବା ଲାଗି ଗୋଟିଏ ସ୍ୱତନ୍ତ୍ର ସ୍ଥାନ ନିର୍ବାଚିତ ହେଲା। ସେହି ସ୍ଥାନରେ ତାକୁ ଖତ କରି ନେଇ ଜମିରେ ବ୍ୟବହାର କରାଗଲା। ବଗିଚାଟି ହେବା ଫଳରେ ଯେ ଘରର କେବଳ ଆର୍ଥିକ ଉନ୍ନତି ହେଲା ସେତିକି ନୁହେଁ, ତା ଫଳରେ ଘର ପାଖରେ ଏକ ସୁସ୍ଥ ବାତାବରଣ ସୃଷ୍ଟି ହେଲା। ଯେଉଁମାନେ ଆଦୌ ଶାରୀରିକ କାର୍ଯ୍ୟ କରୁନଥିଲେ ଓ ଅନେକ ସମୟ ନିରର୍ଥକ କଥାରେ କଟାଉଥିଲେ, ସେମାନଙ୍କୁ କାମ ସହ ଆନନ୍ଦ ବି ମିଳିଲା। ପରୋକ୍ଷରେ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ ପଡ଼ିଲା ଓ ନିଜର ଅନ୍ୟାନ୍ୟ କାର୍ଯ୍ୟ କରିବାରେ କର୍ମଠ ଓ ମନୋଯୋଗୀ ହେବା ପାଇଁ ପ୍ରେରଣା ମିଳିଲା। ବିଶୃଙ୍ଖଳିତ ଭାବରେ ଜମା ହୋଇଥିବା ଅଳିଆ ଗଦା ପରିବର୍ତ୍ତେ ଫଳ ଫୁଲରେ ଭରା ସୁନ୍ଦର ବଗିଚାଟିକୁ ଦେଖି ସେମାନଙ୍କ ଚେତନାରେ ଖୁବ୍ ସୁନ୍ଦର ପ୍ରଭାବ ପଡ଼ିଲା। ଏହି କ୍ଷେତ୍ରରେ ପିଲାଟି ଯଦି ପ୍ରଥମେ ଜନ୍ଦା, ପିମ୍ପୁଡ଼ି ଓ ବିରୁଡ଼ିଙ୍କ ଦର୍ଶନ, ସାପର ଭୟ ତଥା ବିରାଟ ଅଳିଆ ଗଦାକୁ ଦେଖି ଭୟଭୀତ ଓ ହତାଶ ହୋଇପଡ଼ି କାମ ଛାଡ଼ି ଦେଇଥାନ୍ତା, ତେବେ ସେ ସ୍ଥାନରେ ଆଜି ଏକ ନୂତନ ସୁନ୍ଦର ଫଳ ଫୁଲର ବଗିଚା ଦେଖିବାକୁ ମିଳିନଥାନ୍ତା। ଓ ତାର ନିଜର ମଧ୍ୟ ସାହସ, ନିଷ୍ଠା, ଭଗବାନଙ୍କ ଉପରେ ବିଶ୍ୱାସ, କିଛି ନୂତନ ସୃଷ୍ଟି କରିବାର ଉତ୍ସାହ ଆଦି ଗୁଣ ଭୟ, ସନ୍ଦେହ ଓ ଅବିଶ୍ୱାସର କଳା ପରଦାକୁ ଭେଦ କରି ପ୍ରକାଶିତ ହୋଇ ପାରିନଥାନ୍ତା। ତେଣୁ ସମସ୍ତ ନୂତନ ସୃଷ୍ଟି ପଥରେ ପୁରାତନର ବାଧା ବିରୋଧର ସମ୍ମୁଖୀନ ହେବାକୁ ହୁଏ। ଆମ ନିଜ ଭିତରର ବିରୋଧ ମଧ୍ୟ ଠିକ୍ ଏହିଭଳି। ଆମ ପୁରାତନ ଚେତନାରେ ତଥା ପ୍ରକୃତିରେ ଯୁଗ ଯୁଗ ଧରି ରହି ଆସିଛନ୍ତି ଅସଂଖ୍ୟ ଜନ୍ଦା, ପିମ୍ପୁଡ଼ି, ବିରୁଡ଼ି, ସାପ, ବିଛା ଆଦି ମାରାତ୍ମକ ଜୀବ ସଦୃଶ କାମ, କ୍ରୋଧ, ଲୋଭ, ମୋହ, ଈର୍ଷା, ସଂକୀର୍ଣ୍ଣତା, ସ୍ୱାର୍ଥପରତା, ଅଜ୍ଞାନତା ତଥା ଅହଂକାର। ସେହିମାନଙ୍କର ଦଂଶନ ଆମ ଭିତରେ ସୃଷ୍ଟି କରେ ହତାଶା, ନୈରାଶ୍ୟ, ଅକ୍ଷମତା, ଦୁର୍ବଳତା ଓ ରୋଗ ଯନ୍ତ୍ରଣା ଏବଂ ଆମକୁ ନେଇ ଚାଲେ ମୃତ୍ୟୁର ଅନ୍ଧକାରମୟ ଗହ୍ୱର ମଧ୍ୟକୁ। ଆମେ ଯଦି ଠିକ୍ ସେଇ ପୁରାତନ ଢଙ୍ଗରେ ଚାଲୁ, ତେବେ ଜୀବନରେ ବେଶୀ କିଛି ଅସୁବିଧାର ସମ୍ମୁଖୀନ ହେବାକୁ ହୁଏ ନାହିଁ କି?
ଆମର ବିକାଶ ବି ହୁଏ ନାହିଁ। କିନ୍ତୁ ଯେତେବେଳେ ଏକ ନୂତନ ଚେତନାର ସ୍ପର୍ଶରେ ପୁରାତନକୁ ଶୁଦ୍ଧ କରିବାକୁ ଉଦ୍ୟମ ଆରମ୍ଭ କରିଦେଉ, ସେତେବେଳେ ସେହି ମାରାତ୍ମକ ଜୀବମାନଙ୍କର ଜ୍ୱାଳାମୟୀ ଦଂଶନର ସମ୍ମୁଖୀନ ହେବାକୁ ହୁଏ। ସେହି ସମୟରେ ବ୍ୟସ୍ତ, ବିଚଳିତ ଓ ନିରାଶ ନ ହେବାକୁ ସଂକଳ୍ପ କରି ଯିଏ ଏହି ପୁରାତନ ଚେତନାକୁ ରୂପାନ୍ତର କରି ନୂତନ ଚେତନା ସୃଷ୍ଟି ନିମନ୍ତେ କାର୍ଯ୍ୟ କରୁଛନ୍ତି ଓ ଆମକୁ ସେଇ ନୂତନ ଚେତନା ଆଲୋକ ଶକ୍ତି ଜ୍ଞାନ ଓ ପ୍ରେରଣା ଯୋଗାଉଛନ୍ତି ଓ ଯାହାଙ୍କ ଚରଣରେ ଆମେ ସମର୍ପିତ ସେହି ମାଙ୍କ ନାମ ସ୍ମରଣ କରି ତାଙ୍କରି ପ୍ରତି ନିଜକୁ ଅନ୍ତରରେ ଉନ୍ମୁଳିତ ରଖି ଶାନ୍ତ, ସ୍ଥିର, ଅବିଚଳିତ ରହୁ, ତେବେ ବାଧା ଚାଲିଯାଏ। ସମୟ ନିର୍ଭର କରେ ବ୍ୟକ୍ତିର ଅଭିପ୍ସାର ତୀବ୍ରତା ଉପରେ। ଗୋଟିଏ ବାଧା ଚାଲିଯିବା ପରେ ପୂର୍ବ ଅପେକ୍ଷା ଶକ୍ତି, ଉତ୍ସାହ, ସାମର୍ଥ୍ୟ ବହୁତ ବଢିଯାଏ। କିନ୍ତୁ ଥରେ ଗୋଟିଏ ବାଧା ଚାଲିଗଲେ ଯେ ଆଉ ଆସିବ ନାହିଁ ତା ନୁହେଁ। ନିଜ ପ୍ରକୃତିରେ ସେ ବାଧା ପ୍ରତି ଯେତେ ଦିନ ପର୍ଯ୍ୟନ୍ତ ଗ୍ରହଣଶୀଳତା ଅଛି ତାହା ପରୀକ୍ଷା କରିବା ଲାଗି ବାରମ୍ବାର ଆସୁଥିବ। ଗୋଟିଏ ବାଧା ଚାଲିଯିବା ପରେ ଆଉ ଅନ୍ୟ ପ୍ରକାର ବାଧା ଆସିବ। ପ୍ରକୃତି ସମ୍ପୂର୍ଣ୍ଣ ରୂପେ ନୂତନ ତତ୍ତ୍ୱ, ନୂତନ ଚେତନାରେ ରୂପାନ୍ତରିତ ନ ହେବା ପର୍ଯ୍ୟନ୍ତ ବାଧା ରହିବ। କିଛି କାଳ ପାଇଁ ବାଧା ଚାଲିଗଲେ ବି ପରେ ଭିନ୍ନ ରୂପରେ ଆସିବ। କାରଣ ମା କହନ୍ତି ଆମର ଯେଉଁ ବିକାଶର ପଥ ତାହା ସ୍ପ୍ରିଙ୍ଗ ଭଳି ମୋଡି ମୋଡି ହୋଇ ଉପରକୁ ଉଠିଛି। ତାର ଗୋଟିଏ ପାଖ ଅନ୍ଧକାର ତ ଅନ୍ୟ ପାଖଟି ଆଲୋକିତ। ଆମେ ଯେତେବେଳେ ଅଗ୍ରଗତି କରୁ ସେତେବେଳେ ଆଲୋକରୁ ବି ପୁଣି ଅନ୍ଧକାର ଭିତର ଦେଇ ଯିବାକୁ ହୁଏ। ସେତିକି ବେଳେ ଆମକୁ ଲାଗେ ଆମର ପତନ ହୋଇଗଲା। ପୂର୍ବେ ମୁଁ ବହୁତ ଭଲ ଥିଲି, ଏବେ ନଷ୍ଟ ହୋଇଗଲି। ଆଉ ଜୀବନରେ ଉତ୍ଥାନର କୌଣସି ଆଶା ନାହିଁ। କିନ୍ତୁ ଯଥାର୍ଥରେ ଘଟଣାଟି ତାହା ନୁହେଁ। ସେଇ ଅନ୍ଧକାରମୟ ପଥତକ ଯେତେବେଳେ ଟପିଯିବୁ ଆହୁରି ଉଚ୍ଚତର ଆଲୋକର ସ୍ତରରେ ଆମେ ପହଞ୍ଚିବୁ। ତେଣୁ ବ୍ୟସ୍ତ ନ ହୋଇ ଧୀର ଶାନ୍ତ ଭାବରେ ସେ ଅବସ୍ଥାକୁ ମାଙ୍କୁ ସମର୍ପଣ କରି ଅପେକ୍ଷା କରିବାକୁ ହେବ। କାରଣ ଆମ ନିଜର ସୀମିତ ଶକ୍ତି ବଳରେ ଆମେ କୌଣସି ପ୍ରତିବନ୍ଧକକୁ ଅତିକ୍ରମ କରିପାରିବୁ ନାହିଁ। କେବଳ ମାଙ୍କର ଦିବ୍ୟ ଶକ୍ତିର ସ୍ପର୍ଶ ହିଁ ଆମକୁ ସବୁ କିଛିକୁ ଅତିକ୍ରମ କରାଇ ନେବ। ତେଣୁ ପ୍ରତିବନ୍ଧକ ଯେତେ ବିରାଟ ହେଲେ ବି ନିରାଶ ହେବାର କୌଣସି କାରଣ ନାହିଁ। କାରଣ ମାଙ୍କ ଶକ୍ତି ତା ଠାରୁ ବିରାଟତର। କେବଳ ତାଙ୍କରି ଶକ୍ତି ଉପରେ ଅବିଚଳିତ ବିଶ୍ୱାସ ରଖି ଲାଗି ରହିବାକୁ ହେବ। ଶେଷରେ ବାଧା ବିପତ୍ତି ସମ୍ପର୍କରେ ମାଙ୍କ ଏକ ସୁନ୍ଦର ବାଣୀ ପଢି ଶେଷ କଲି। ପ୍ରତ୍ୟେକ ଥର ତୁମେ ଯେତେବେଳେ କିଛି ଉପଲବ୍ଧି କରିବାକୁ ଇଚ୍ଛା କର, ସେତେବେଳେ ପ୍ରଥମ ଅସୁବିଧା ସ୍ୱରୂପ ଯେଉଁ ବିରୋଧର ସମ୍ମୁଖୀନ ହୁଅ, ତାହା ହେଉଛି ପ୍ରକୃତି ଭିତରେ ପୂର୍ବରୁ ଯାହା ସକ୍ରିୟ ନଥିଲେ ବର୍ତ୍ତମାନ ସେସବୁ ଜାଗ୍ରତ ହୋଇ ପ୍ରତିବନ୍ଧକ ସୃଷ୍ଟି କରନ୍ତି। ଏହି ପରିବର୍ତ୍ତନକୁ ବିନା ଆପତ୍ତିରେ ଯେଉଁମାନେ ଗ୍ରହଣ କରିନେବାକୁ ଚାହାନ୍ତି ନାହିଁ, ସ୍ୱାଭାବିକ ଭାବେ ସେଇମାନେ ଉଠି ବିଦ୍ରୋହ କରିଥାନ୍ତି। କିନ୍ତୁ ଏହାର କୌଣସି ଗୁରୁତ୍ୱ ନାହିଁ। ଯେତେବେଳେ ଏକ ଅଗ୍ରଗତି ନିମିତ୍ତ ତୁମେ କୌଣସି ବାଧା ବିପତ୍ତି ଉପରେ ବିଜୟ ହାସଲ କରିବାକୁ ଚାହଁ, ସେତେବେଳେ ତୁମ ଚେତନାରେ ତାହାର ଗୁରୁତ୍ୱ ଓ ତୀବ୍ରତା 10 ଗୁଣ ବଢିଯାଏ। ତୁମକୁ କେବଳ ଲାଗି ରହିବାକୁ ହେବ, ସେତିକି ଯଥେଷ୍ଟ। ଏ ଅବସ୍ଥା ପୁଣି ଚାଲିଯିବ। ହୃଦୟ ଦେବତା ହୋଇ ତୁନି ତୁନି କଥା ତୁମାର ମୋ ଅନ୍ତରେ ଦିଅ କହି। ଆସ ମା ମନ ମନ୍ଦିରେ ହୃଦୟ ଦେବତା ହୋଇ ତୁନି ତୁନି କଥା ତୁମେ ମୋ ଅନ୍ତରେ ଦିଅ କହି। ତୁଳସୀ ଚରଣ ତଳେ ନେଇଛି ମା ଶରଣ।
ପଦ ଯୁଗଳ ପୁରୁଦେ କରିଛି ମାୟା ବରଣ ତୁମ ଶ୍ରୀ ଚରଣ ତଳେ ନେଇଛି ମାୟା ଶରଣ ପଦ ଯୁଗଳ ପୁରୁଦେ କରିଛି ମାୟା ବରଣ ଏ ଜୀବନ ତୁମ ପ୍ରେମ ସତେ ମଜାओ गो बही आसमा मन मंदिरे हृदय देवता होई तुनि तुनि कथा तुमे ମୋ ଅନ୍ତରେ ଦିଆ କହି ସୁଖ ଦୁଃଖ ଯାହା ଦେବ ସବୁ ତ ତୁମରି ଦାନ ରୂପାନ୍ତର କରିଦିଅ ମୋ ଶରୀର ସୁଖ ଦୁଃଖ ଯାହା ଦେବ ସବୁ ତ ତୁମରି ଦାନ ରୂପାନ୍ତର କରିଦିଅ ମୋ ଶରୀର ମୋର ପ୍ରାଣ ହାତ ଯୋଡ଼ି ବସିଛି ମୁଁ ତୁମରି ଆଶୀଷ ପାଇ ଆସମା ମନ ମନ୍ଦିରେ ହୃଦୟ ଦେବତା ହୋଇ ତୁନି ତୁନି କଥା ତୁମେ ମୋ ଅନ୍ତରେ ଦିଅ କହି ଆସମା ମନ ମନ୍ଦିରେ ହୃଦୟ ଦେବତା ହୋଇ ତୁନି ତୁନି କଥା ତୁମେ ମୋ ଅନ୍ତରେ ଦିଅ କହି ମୋ ଅନ୍ତରେ ଦିଅ କହି ମୋ ଅନ୍ତରେ ଦିଅ କହି ଖୁସି ବାପାଙ୍କୁ ଆମେ ବହୁତ ବହୁତ ଧନ୍ୟବାଦ ଦବା ତାଙ୍କ ପାଖରେ ଆମେ କୃତଜ୍ଞ ଆଜି ଗୋଟେ ସୁନ୍ଦର କାହାଣୀଟିଏ କହିଲେ ଏବଂ ସୁମଧୁର କଣ୍ଠରେ ସଙ୍ଗୀତଟିଏ ଗାଇଲେ ଆମେ ମାଙ୍କ ପାଖରେ କୃତଜ୍ଞ ହେବା ତାଙ୍କ ପାଖରେ କୃତଜ୍ଞ ହେବା ପ୍ରାର୍ଥନା କରିବା ମାଙ୍କୁ ମା ଥ୍ୟାଙ୍କ ୟୁ ଅଲ୍।